ଯେଉଁ ଲୋକଙ୍କୁ ଆପଣଙ୍କର ଟିକିଏ ବି ଚିନ୍ତା ନାହିଁ ତାଙ୍କ ସାଥିରେ ଛିଡ଼ା ହେବାଠାରୁ ଭଲ ଜୀବନରେ ଏକୁଟିଆ ରହିଯିବା। ଜୀବନରେ ଖୁସିର ସନ୍ଧାନ ଆପଣଙ୍କୁ ହିଁ କରିବାକୁ ପଡ଼ିବ, କାହିଁକିନା ଦୁଃଖିତ ଏହି ଦୁନିଆରେ ଆପଣଙ୍କୁ କେହି ବି କରିପାରିବେ। କାହା ମିଠା କଥା ଶୁଣିକି କେବେ ଏହା ଭାବିବ ନାହିଁ କି ଆପଣ ତାଙ୍କ ପାଇଁ ବହୁତ ଖାସ୍ ଅଟନ୍ତି। ଭଲ ଲୋକଙ୍କର ପରୀକ୍ଷା ଭଗବାନ ନିଶ୍ଚିନ୍ତ ନେଇଥାନ୍ତି, କିନ୍ତୁ ସାଥ କେବେ ଛାଡ଼ି ନଥାନ୍ତି। ଆଉ ଖରାପ ଲୋକଙ୍କୁ ଭଗବାନ ବହୁତ କିଛି ଦେଇଥାନ୍ତି, କିନ୍ତୁ ସାଥ କେବେ ଦେଇନଥାନ୍ତି। ଯାହା ବିତି ଯାଇଛି ତାହା ଚାଲି ଯାଇଛି। ଯଦି ଆମ ଦ୍ୱାରା କିଛି ଖରାପ କାମ ହୋଇଯାଇଛି, ଖାଲି ସେହି ଚିନ୍ତାରେ ନିଜକୁ ବୁଡ଼ାଇ ରଖ ନାହିଁ, ବରଂ ବର୍ତ୍ତମାନକୁ ସୁଧାରିକି ନିଜ ଭବିଷ୍ୟତକୁ ସମ୍ଭାଳିବା ଉଚିତ। ଭଲ ସମୟ ତାର ଆସିଥାଏ ଯିଏ କେବେ କାହାର ଖରାପ ଚିନ୍ତା କରିନଥାଏ। ଆଉ ଏମିତି ଲୋକଙ୍କୁ ପ୍ରକୃତି ବି ସାହାଯ୍ୟ କରିଥାଏ। ଖାଲି ଦେଖେଇ ହେବା ପାଇଁ ଭଲ ହୁଅ ନାହିଁ, କାହିଁକିନା ପରମାତ୍ମା ତୁମକୁ ବାହାରୁ ନୁହେଁ ଭିତରୁ ବି ଜାଣିଛନ୍ତି। ଯଦି ଆପଣ ଖରାପ ସମୟ ଦେଇ ଗତି କରୁଛନ୍ତି, ତେବେ ଚାଲନ୍ତୁ, ଅଟକି ଯାଆନ୍ତୁ ନାହିଁ, କାହିଁକିନା ଖରାପ ସମୟ ଦିନେ ନିଶ୍ଚୟ ଚାଲିଯିବ। କାହାର ଖରାପ ସମୟ ଦେଖିକି ତା ଉପରେ କେବେ ହସ ନାହିଁ, କାରଣ ଏହି ସମୟ ଚେହେରାକୁ ମନେ ରଖିଥାଏ। ଅସୁବିଧା ଏତେ ବଡ଼ ହୋଇନଥାଏ ଯେତେ ଆମେ ତାକୁ ଚିନ୍ତା କରିକି ବଡ଼ କରିଦେଇଥାଉ। ମନେ ରଖିବେ, ଈଶ୍ୱରଙ୍କ ସାଥ ସବୁ ଅସୁବିଧାକୁ ସହଜ କରିଦେଇଥାଏ। ଆପଣ ନକାରାତ୍ମକ ଲୋକଙ୍କଠାରୁ ଯେତେ ଦୂରେଇ ରହିବେ, ଆପଣଙ୍କ ଜୀବନ ସେତେ ଶାନ୍ତିପୂର୍ଣ୍ଣ ହେବ। ସବୁ ଥଟ୍ଟା କେବଳ ଥଟ୍ଟା ହୋଇନଥାଏ, ବରଂ ଚତୁରତାର ସହ କୁହାଯାଇଥିବା ସତ୍ୟ ମଧ୍ୟ ହୋଇଥାଏ। ଯେଉଁଠି ତୁମର ଆଦର ନାହିଁ ସେହି ଜାଗାକୁ ଯିବା ବନ୍ଦ କରିଦିଅ, ତାହା କାହା ଘର ହେଉ କିମ୍ବା କାହା ହୃଦୟ ହେଉ। ତୁମ ବ୍ୟକ୍ତିଗତ ଜୀବନରେ ଯଦି କିଛି ଭଲ ହୋଇଛି, ତେବେ ତାକୁ କେବେ କାହା ଆଗରେ ପ୍ରକାଶ କର ନାହିଁ। ଆପଣଙ୍କ ସମସ୍ୟାର ସମାଧାନ କେବଳ ଆପଣଙ୍କ ପାଖରେ ଅଛି, ଅନ୍ୟମାନେ ତ କେବଳ ସାନ୍ତ୍ୱନା ଦେଇଥାନ୍ତି। ସମ୍ପର୍କ ଖରାପ ହେବାର ଏହା ବି ଏକ କାରଣ ହୋଇଥାଏ। ଲୋକ ଭାଙ୍ଗିଯିବା ପସନ୍ଦ କରିଥାନ୍ତି, ନଇଁବା ନୁହେଁ। ବିତି ଯାଇଥିବା କାଲି ହିଁ ଜୀବନକୁ ବୁଝିବାକୁ ଏକ ଭଲ ସୁଯୋଗ ଦେଇଥାଏ, ଆଉ ଆସୁଥିବା ପ୍ରତ୍ୟେକ ମୁହୂର୍ତ୍ତ ଜୀବନକୁ ବଞ୍ଚିବା ପାଇଁ ସୁଯୋଗ ଦେଇଥାଏ। କିଏ କ'ଣ କଲା, କାହିଁକି କଲା, ଏହିସବୁ ବିଷୟରେ ଚିନ୍ତା କରି ଦୁଃଖୀ ହେବାଠାରୁ ଭଲ ଆଗକୁ ଦେଖ। ତୁମ ପାଖରେ ଆଗକୁ ଦେଖିବା ପାଇଁ ବହୁତ କିଛି ଅଛି। ଯିଏ ଭାଗ୍ୟରେ ଥିବ ସିଏ ନିଶ୍ଚୟ ଆସିବ, ଏବଂ ଯିଏ ଭାଗ୍ୟରେ ନଥିବ ସିଏ ଆସିକି ବି ଚାଲିଯିବ। ସେଥିପାଇଁ ଜୀବନକୁ ନେଇ ଏତେ ଦୁଃଖୀ ହୁଅ ନାହିଁ। ଯାହା ମିଳିଛି ତାକୁ ସମ୍ଭାଳିକି ରଖ। ଯେତେବେଳେ ସମସ୍ତଙ୍କ ସାଥିରେ ରହୁଛ, ନିଜ ଜିଭକୁ ଆୟତ୍ତରେ ରଖ, ଆଉ ଯେତେବେଳେ କ୍ରୋଧରେ ରହୁଛ, ନିଜ ନିର୍ଣ୍ଣୟ ଉପରେ ନିୟନ୍ତ୍ରଣ ରଖ। ନିଜର ତ ସିଏ ହୋଇଥାଏ ଯାହା ସାଥିରେ ଆମେ ମନ ଖୋଲିକି କଥା ହୋଇପାରନ୍ତି, ବରଂ ସିଏ ନୁହେଁ ଯାହା ସାଥିରେ ଆମେ ସମ୍ଭାଳିକି କଥା ହୋଇଥାନ୍ତି। ଯେତେବେଳେ ଲୋକ ପଚାରନ୍ତି ଆପଣ କ'ଣ କାମ କରୁଛନ୍ତି, ତ ପ୍ରକୃତରେ ସେ ଏହା ହିସାବ ଲଗାଇଥାନ୍ତି କି ଆପଣଙ୍କୁ କେତେ ଇଜ୍ଜତ ଦେବାକୁ ପଡ଼ିବ। ଜୀବନରେ କେବେ ଆମକୁ ଖୁସି ମିଳିଥାଏ ତ ଆଉ କେବେ ଦୁଃଖର ସାମ୍ନା କରିବାକୁ ପଡ଼ିଥାଏ। ଜୀବନ ଏମିତି ଏକ ଶିକ୍ଷକ ଯିଏ ପରୀକ୍ଷା ପ୍ରଥମେ ନେଇଥାଏ ଏବଂ ଶିକ୍ଷା ପରେ ଦେଇଥାଏ। ଆପଣଙ୍କ ସମ୍ମାନ ସେହି ଶବ୍ଦ ଦ୍ୱାରା ନୁହେଁ ଯାହା ଆପଣଙ୍କ ଉପସ୍ଥିତିରେ କୁହାଯାଇଥାଏ, ବରଂ ସେହି ଶବ୍ଦରେ ଥାଏ ଯାହା ଆପଣଙ୍କ ଅନୁପସ୍ଥିତିରେ କୁହାଯାଏ। ଯେଉଁ ବ୍ୟକ୍ତି ନିଜର ମନକୁ ଆୟତ୍ତରେ ରଖିପାରେ, ସିଏ ଜୀବନରେ କିଛି ବି କରିପାରେ। ଏକୁଟିଆ ଚାଲିବା ଏବଂ ଆଗକୁ ବଢ଼ିବା ଏତେ ସହଜ ହୋଇନଥାଏ, କିନ୍ତୁ ଯଦି ତୁମେ ହାର ନ ମାନିବ, ନିଜକୁ ଧୋକା ନ ଦେବ, ତ ଶେଷରେ ଏକ ଭଲ ସଫଳତା ପ୍ରାପ୍ତ ହେବ। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ଏହିଭଳି ମୋଟିଭେଶନାଲ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।